ହ୍ୟାଲୋ, ଆପଣମାନେ କ୍ଷୀରି ତ ସବୁବେଳେ ଖାଉଥିବେ, ଟିକେ ନୂଆ ବି ଟ୍ରାଏ କରିବା ଚାଲନ୍ତୁ। ମୁଁ 2 ମୁଠା ଚାଉଳ ନେଇଛି, ମୁଠାରେ ହିଁ କରିଥିଲି। 3 ମୁଠା ସରି ହେଇଛି, ତାକୁ କ୍ଷୀରରେ ପକାଇଦେଲି। କ୍ଷୀର 800 ଭଳିଆ କ୍ଷୀର ଥିଲା, ତା ଦେହରେ ପକାଇ ଦେଇଛି। ଏବେ ଚିନି ପକାଇଦେବା। ଚିନି ସ୍ୱାଦ ଅନୁସାରେ ପକାଇବେ, ଆପଣ କମ୍ ବେଶୀ କରିପାରିବେ। ଆଉ ଏଇଟା ବହୁତ ଟେଷ୍ଟି ଲାଗେ, ମାନେ କ୍ଷୀରି ତ ସବୁବେଳେ ସେଇ ରାବିଡ଼ି କ୍ଷୀରି କ୍ଷୀରା ହୁଏ। ଏଇ ଟାଇପ୍ର ଟିକେ କ୍ଷୀରି ଅଲଗା, ଟିକେ ପତ୍ର ପକାଇକି କରିକି ଦେଖିବେ, ବହୁତ ଫ୍ଲେଭର୍ ଲାଗିବ। ଦେଖନ୍ତୁ ଚିନି ମଧ୍ୟ ଫ୍ଲେଭର୍ ଅନୁସାରେ ପକାଇ ଦେଇଛି। ସିଏ ହେଇ ଫୁଟିଗଲାଣି, ଚାଉଳ ବି ଆସ୍ତେ ଆସ୍ତେ ହେଇ ଆସୁଛି। ଦେଖନ୍ତୁ କେତେ ଉପରକୁ ଉଠି ଆସିଲାଣି ଚାଉଳ। ତାରେ ତେଜପତ୍ର ମୁଁ ଭୁଲି ଯାଇଥିଲି, ଏବେ ପକାଇ ଦେଉଛି ତେଜପତ୍ର। ତାପରେ ଯେଉଁ ଅନ୍ନପୂର୍ଣ୍ଣା ପତ୍ର 2ଟା ପକାଇଦେବା। ଏତେ ସୁନ୍ଦର ବାସ୍ନା ହୁଏ, ଆପଣ ନିହାତି ଏଇଟା ପକାଇ ଟ୍ରାଏ କରିବେ, ଆଉ କହିବେ କମେଣ୍ଟ କରି କେମିତି ଲାଗିଲା ବୋଲି। ତା ଦେହରେ ମୁଁ ବାଦାମ ଗୁଣ୍ଡ କରି ପକାଇ ଦେଇଛି, କାହିଁକି ଘରେ ପୁଅ ତ ଖାଏନା, ଆଉ ସେ ବାଛିକି ରଖିଦେବ, ମୁଁ ସେଥିପାଇଁ ଗୁଣ୍ଡ କରି ପକାଇ ଦିଏ, ସେ ସେମିତି ଖାଇଦିଏ। ଆପଣ ଚାହିଁଲେ କାଟିକି ପକାଇ ପାରିବେ। ତା ଦେହରେ କାଜୁ, ତାପରେ ଆଲମଣ୍ଡ ଆଉ ପିସ୍ତାର ଗୁଣ୍ଡ ହେଇଥିଲା, କରିଥିଲି, ସେଇଥିପାଇଁ ସେଇଟା ଏମିତି ଦେଖାଯାଉଛି। ଦେଖନ୍ତୁ କ୍ଷୀରଟା ଭଲ ଭାବେ ଫୁଟି ଆସିଲାଣି, ଯେଉଁ କ୍ଷୀରିଟା, ଆଉ ସବୁ ତ ପକାଇ ସାରିଲାଣି। ଏବେ ଖାଲି ଅନ୍ନପୂର୍ଣ୍ଣା ପତ୍ରର ବାସ୍ନା ଆସୁଛି। ଆପଣ ଅନ୍ନପୂର୍ଣ୍ଣା ପତ୍ର ପରେ ବି ପକାଇ ପାରିବେ, ମୁଁ ସେତେବେଳେ ପକାଇ ଦେଇଥିଲି। ଆଉ କିଛି ନୂଆ କରିବାକୁ ବହୁତ ଭଲ ଲାଗେ। ଆଉ ଚାଲନ୍ତୁ ନଡ଼ିଆ ପକାଇଦେବା। ନଡ଼ିଆରେ ଏତେ ଫ୍ଲେଭର୍ ଏତେ ସୁନ୍ଦର ହୁଏ, ଅନ୍ନପୂର୍ଣ୍ଣା ବାସ୍ନା ଆଉ ନଡ଼ିଆ, ଆପଣ ନିହାତି ଥରେ କରିକି ଦେଖିବେ। ଆଉ ଯଦି ରେସିପି ଭଲ ଲାଗିଲା ପ୍ଲିଜ୍ ସବସ୍କ୍ରାଇବ୍ କରିଦେବେ। ଦେଖନ୍ତୁ ନଡ଼ିଆ ପକାଇଦେବା, ପଛେ ଟିକେ ରଖିବା ଗାର୍ନିସିଂ ପାଇଁ। ଦେଖନ୍ତୁ କ୍ଷୀରି ହେଇ ଆସିଲାଣି, ଆମେ ଟିକେ ପୂଜା ପାଇଁ ନେଇଯିବା, କାଢ଼ିଦେବା। କାହିଁକି କାର୍ତ୍ତିକ ମାସର କ୍ଷୀରି ଓଷା, ବଡ଼ ଓଷା, ଆଉ କ୍ଷୀରିଟା ପିଠା ହୁଏ, କିନ୍ତୁ କ୍ଷୀରିଟା ମୁଁ ଏଠି ଭୋଗ କରିଦେଉଛି। ଆଉ ଦେଖନ୍ତୁ ମୁଁ ତା ଦେହରେ କାଂଶିରେ ନେଇଗଲାଣି। ଏବେ 2 ଚାମଚ ଖଣ୍ଡେ କଦଳୀପତ୍ର ଦେଇ ସେଥିରେ ନେଇଗଲି, କାହିଁକି ଠାକୁର ତ କଦଳୀପତ୍ରରେ ବାସ୍ନା, ଠାକୁରଙ୍କର ଭୋଗଟା ଦିଆହୁଏ। ଆମର କ୍ଷୀରି ନେଇ ସାରିଲେଣି, ଏବେ ଚାଲନ୍ତୁ ପୂଜା କରିଦେବା। ରେସିପି ବହୁତ ସହଜ, ଆଉ ବହୁତ ଶୀଘ୍ର ବି ହେଇଯିବ, ଖାଲି ଚାଉଳଟା ଫୁଟିଲେ ହେଲା। ଦେଖନ୍ତୁ ସବୁ ନେଇଗଲାଣି। ତାପରେ ମୁଁ ଘିଅ ପଛରେ 1.5 ଚାମଚ ଖଣ୍ଡେ ପକାଇ ଦେଇଛି। ତାପରେ ପୁଣି ଦେଖନ୍ତୁ ପୂଜା କରିଦେବା। ଠାକୁରଙ୍କ ପାଖରେ ଦୀପ ଜଳାଇ ଦେଇଛି। ଏବେ ଚାଲ ଭୋଗ ଟିକେ କରିଦେବା କ୍ଷୀରି। ଭୋଗ କରିସାରି ତାପରେ ଆମେ ପ୍ଲେଟ୍ରେ ସର୍ଭ କରିବା। ଭୋଗ କରିସାରିଲେଣି, କାହିଁକି ବଡ଼ ଓଷା, ମୁଁ ବି ଓଷା କରିଛି। ଆପଣମାନେ କିଏ ଓଷା କରିଛନ୍ତି ଆଉ କ'ଣ ଖାଉଛନ୍ତି ନିହାତି କମେଣ୍ଟ କରି କହିବେ। ଆଉ ବାସ୍ନାରେ ଅନ୍ନପୂର୍ଣ୍ଣା ବାସ୍ନା, ଯାହା ହଉ ବରଂ ଅନ୍ନପୂର୍ଣ୍ଣା ବାସ୍ନାଟା ଏମିତି ହୁଏ, ଖରାପ ହେଇଥିଲେ ବି ଖାଇବାକୁ ବହୁତ ମନ କରେ। ଆମେ ନଡ଼ିଆ ଟିକେ ଗାର୍ନିସିଂ କରିଦେବା। ଥ୍ୟାଙ୍କ ୟୁ।